ଆମେ ମହମବତୀ ଜଳେଇଛେ ନା ନାଇଁ? ଏ ମହମବତୀରେ ବେଲୁନ କୁ ଦେଖିଲେ କଣ ହବ? ବେଲୁନ ଫାଟିଯିବ ତ? କିଏ କରିବ ଏଟା? ବେଲୁନ ଫଟେଇବ କିଏ ମହମବତୀ? ସମସ୍ତେ କହିଲେ ତ ଗୋଟେ ବେଲୁନ ଅଛି, ପଇସା ହଉ ଅମିତ କହୁଛି, ତାପରେ ଆଉ ଗୋଟେ ଜଣଙ୍କ ଦବା। ହଁ ଦେଖା ଫାଟିଗଲା। ମୁଁ ଭାବିଲି ଅମିତ ଫଟେଇ ପାରିବନି। ଅମିତ ତାହେଲେ ଫଟେଇ ଦେଲା ତ? ହଉ ଅମିତ ଆଉ ଥରେ ତୁ ଚାଲିଲୁ ତୁ ମହମବତୀ ଟା। କିନ୍ତୁ ମୁଁ ଚାଲାକି କରିବି, ମୁଁ ଗୋଟେ ଏମିତି ବେଲୁନ ଟା ଦେଖେଇବି, ମୁଁ ବେଲୁନ ଦେଖେଇଲେ ଫାଟିବନି। ମୁଁ ମ୍ୟାଜିକ କରିଦେବି, ଦେଖିବ? ହଁ ଦେଖ, ମୁଁ ଗୋଟେ ବେଲୁନ ରଖିଛି, ତାକୁ ମୁଁ ଦେଖିଲେ ସେଟା ଫାଟିବ ନାହିଁ। ଭାବୁଛି ଫାଟିଯିବ ତ? ହଉ ଦେଖିବା ଆଉ। ଦେଖ ମୁଁ ବେଲୁନ ରଖିଛି, ଦେଖ ଫାଟିଲା। ବେଲୁନ ଫାଟିଲା ନାହିଁ, ଲିଭିଗଲା ତ? ଆଉଥରେ ଯା, ଆଉଥରେ ଯା। ମୁଁ ଦେଖ ଫାଟୁଛି? ଫାଟୁ ନାହିଁ। କାହିଁକି ଫାଟୁ ନାହିଁ ରେ? ଏଇଟା ଦେଖ, ଏଇଟା ଗୋଟେ ମୁଁ ୟା ଭିତରେ ପାଣି ଭରି ଦେଇଛି। ପାଣି ଭରିଦେଲେ କଣ ହେଲା? ଯେତେବେଳେ ମୁଁ ପାଣି ଭରି ଦେଇଛି, ଯେତେବେଳେ ୟାକୁ ନିଆଁରେ ଦେଖେଇଲି, ବର୍ତ୍ତମାନ ଯୋଉ ନିଆଁର ଯୋଉ ତାପକୁ ଶୋଷଣ କରିନେଲା କିଏ? ପାଣି। ଫଳରେ ଯୋଉ ତାପ ଥିଲା ଏଠି ସବୁ ପାଣି ଶୋଷଣ କରିନେଲା। ତେଣୁ ଏଠି କିଏ? ବେଲୁନ ଟା ଆଉ ଗରମ ହେଲା ନାହିଁ, କାରଣ ସବୁ ତାପ ପାଣି ଶୋଷଣ କରିନେଲା। ଫଳରେ ବେଲୁନ ଫାଟିଲା ନାହିଁ। ସେଠି କିସ ଥିଲା? ପାଣି ନଥିଲା, ତେଣୁ ବେଲୁନ ଗରମ ହେଇଗଲା, ତେଣୁ ବେଲୁନ ଫାଟିଗଲା। ବୁଝିଗଲା?